ସାର୍ ଦୟାଲ ଗଙ୍ଗଲକୁ କଣ ହେଇଛି? ଦୟାଲ ଗଙ୍ଗୱାରଙ୍କୁ ସସ୍ପେଣ୍ଡ କରାଯାଇଥିବାର ଖବର ଆସୁଛି। ସାର୍ ସସ୍ପେଣ୍ଡ କରାହବାର ଖବର ଆସିଲେ ସେଥିରେ କଣ ମୁଁ କେବେ ଖୁସି ହେଇପାରିବି? ଆଜ୍ଞା ମୋ ପୁଅ ମୋର କୂଳ ଲୋପ୍ୟ ହେଲା, ମୁଁ ଅନାଥ ହେଲି, ଆଉ ଦୟାଲ ଗଙ୍ଗୱାଲକୁ ଯଦି ସସ୍ପେଣ୍ଡ କରାଯାଏ, ଯଦି ସେତିକିରେ ମୋ ପୁଅ ଆତ୍ମା ଶାନ୍ତି ପାଇବ, ଏଟା ଆପଣ ବିଚାର କରନ୍ତୁ। ମୋ ପୁଅ ଆତ୍ମା ଶାନ୍ତି ପାଇବ କି? ଆପଣଙ୍କର ଦାବି କଣ ଥିଲା? ମୋର ତ ଦାବି ଥିଲା ତାଙ୍କୁ ଫାଶୀ ଦବା ପାଇଁ କି। ଯଦି ତାଙ୍କୁ ଫାଶୀ କହୁଛନ୍ତି, ଯଦି ଫାଶୀ ନାହିଁ ତାଙ୍କୁ ଚାକିରିରୁ ପୁରା ଡିସମିସ୍ କରିକି ଆଜୀବନ ମାନେ କାରାଦଣ୍ଡ ତାଙ୍କୁ ଦିଆହବା, ଦେଲେ ଯାଇକି ମୁଁ ଜାଣିବି ମୁଁ ନ୍ୟାୟଟା ପାଇଲି। ଆପଣଙ୍କର ପୂର୍ବରୁ କଣ ସବୁ ଅଭିଯୋଗ ଥିଲା ଯାହା ଆମେ ପୂର୍ବରୁ ମଧ୍ୟ ପ୍ରତିକ୍ରିୟା ନଉଥିଲୁ ଶୁଣୁଥିଲୁ ଯେ ତମାମ ବ୍ୟକ୍ତିଗତ କାମରେ ଆପଣଙ୍କ ପୁଅକୁ ସେ ଲଗାଉଥିଲେ, ପୁଅ ବିଚଳିତ ହୋଇ ପଡୁଥିଲେ, ହାତ ବିନ୍ଧୁଥିଲା? ହଁ, ସେ ସବୁ ଯାହା କହିଛି ମୁଁ କିଛି ପଦେ ଭୁଲ କହିନି, ସବୁ ଠିକ କହିଛି। ଉପର ବେଲା ସେ ବିଚାର କରୁଥିବ, ଆଉ ମୁଁ ସବୁ ଠିକ କହିଛି, କିଛି ମୁଁ ଭୁଲ କହିନି। ଆଉ ସେ ଦୟାଲ ଗଙ୍ଗୱାଲ ଆଉ ଯୋଉ ଓମ ଏଥିରେ ରହିଲା ମୁଖ୍ୟ, ସେ ରାକ୍ଷସ ମାନେ ରକ୍ଷକ ହେଇକିରି ମୋ ଛୁଆକୁ ଭକ୍ଷକ କଲା। ସିଏ ହେଲା ମୁଖ୍ୟ, ତାକୁ ଆମେ ଜାଣିପାରିଲୁନୁ, ଚିହ୍ନି ପାରିଲୁନୁ। ଆଉ ତା କଥାଟା କହିବା ମୁଁ ଟିକେ ଲେଟ୍ କରିଦେଲି, କିନ୍ତୁ ସିଏ ହେଲା ଏଥିରେ ପ୍ରଥମ ଭକ୍ଷକ। ସିଏ ଓମ ପ୍ରକାଶ ଯିଏ, ସିଏ ହେଲା ଏଥିରେ ପ୍ରଥମ ଭକ୍ଷକ। ମୁଁ ସବୁ ଡାଟା ଦେଇଗଲାଣି। ଆଉ କବିତା ମ୍ୟାଡାମ, ଆପଣଙ୍କୁ ଏନଏଚଆରସି ର ଟିମ୍ ଆସି ପଚରା ଉଚରା କରିଥିବ ଏବଂ କ୍ରାଇମବ୍ରାଞ୍ଚ ର ଟିମ୍ ବି ପଚରା ଉଚରା କରୁଥିବ, ଏ ବାବଦରେ ବି ଆପଣ ଉଲ୍ଲେଖ କରିଥିଲେ? ଉଲ୍ଲେଖ କରିଥିଲି ଯେ, ଆଉ ସେ ତ ପଚରା ଉଚରା କରୁଛନ୍ତି, କାହିଁକି ତାର ତ କିଛି ପଚରା ଉଚରା କରୁଛନ୍ତି କି ନ କରୁଛନ୍ତି ସେଇଟା ମୁଁ କେମିତି ଜାଣିଲି? ଅଇକା ଗୋଟେ ପ୍ରମାଣ ମୁଁ ପାଇଲି ଯେ ଦୟାଲ ଗଙ୍ଗୱାଲ ଆଉ ସଂସଦ ତାଙ୍କୁ କରାଯାଇଛି। ଆଉ ମୁଁ ତ ଏଠୁ କିଛି ଗୋଟେ ପ୍ରମାଣ, କିଛି ଗୋଟେ ମୁଁ କିଛି ଜାଣିପାରୁନି। କ୍ରାଇମବ୍ରାଞ୍ଚ ସାର୍ ପଚାରୁଛନ୍ତି କି ନ ପଚାରୁଛନ୍ତି? ଆପଣଙ୍କୁ କ୍ରାଇମବ୍ରାଞ୍ଚ ର ଟିମ୍ ପଚରା ଉଚରା କରିଛି ନା ନାହିଁ? ମୁଁ ଶୁଣିଛି ପଚରା ଉଚରା କରିବାକୁ ସିଏ ଆସିଥିଲେ, ଶୁଣିଛି, କିନ୍ତୁ ଆଉ ମୁଁ ସେ କଣ କହିଛନ୍ତି କଣ ନାହିଁ ସେମିତି କିଛି ବି ମୁଁ ଟିଭିରେ ଦେଖିନି। କାହିଁକିନା ଆପଣଙ୍କର ଆରମ୍ଭରୁ ଅଭିଯୋଗ ଥିଲା ଦୟାଲ ଗଙ୍ଗୱାରଙ୍କ ନାଁରେ କିମ୍ବା ଆଉ ଜଣେ ବ୍ୟକ୍ତିଙ୍କ ନାଁ କଥା ଆପଣ କହୁଛନ୍ତି ତାଙ୍କ ନାଁରେ ମଧ୍ୟ ଥିଲା, ଏ ବାବଦରେ ବି କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା। ପ୍ରଦୀପ ଦେଉରୀ, ଆଜ୍ଞା, ତାକୁ କଳା ଧନରେ ତାକୁ ଗଭର୍ଣ୍ଣମେଣ୍ଟ ଖାଇଦବ ବୋଲିକି ସେ ମୋ ପୁଅକୁ ଖାଇଦେଇକି ମୋ ପୁଅ ନାଁରେ ଜିମ୍ ଫିମ୍ କରିକିରି ଆଉ ଲାଷ୍ଟକୁ କିଛି ନ ଦେଇକି ମୋ ପୁଅକୁ ସବୁ ଖାଇଦେଇକିରି ବସିଲେ। ମତେ ଅନାଥ କରିଦେଇକି ମୋ ଛୁଆକୁ ଖାଇଦେଇକି ବସିଲେ। ଓମକୁ ହାତ କରିଦେଲେ, ସେ ଖାଇ ପାରୁନଥିଲେ, ଓମକୁ ହାତ କରିଦେଲେ, ଓମକୁ ଡାହାଣ ହାତ କରିଦେଇକି ମୋ ଛୁଆକୁ ଖାଇଦେଇକି ବସିଲେ। ଯେତେବେଳେ ପଚରା ଉଚରା ହେଇଥିବ ଏ ସବୁର ତାଲିକା ବା ତଥ୍ୟ ଆପଣ ଦେଇଥିଲେ କ୍ରାଇମବ୍ରାଞ୍ଚକୁ ଯେ ମାନଙ୍କ ଉପରେ ଆମର ଅଭିଯୋଗ ଅଛି ବା ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବା ପଚରା ଉଚରା କରାଯାଉ, ତଦନ୍ତରେ ସାମିଲ କରାଯାଉ? ହଁ ହଁ, କ୍ରାଇମବ୍ରାଞ୍ଚ ସାର୍ଙ୍କୁ କୁହା ହେଇଥିଲା। ସେତେବେଳେ କଣ କହିଥିଲେ? ସେ କହିଥିଲେ ଆମେ ସବୁ ବୁଝିବୁ ବୋଲିକି କହିଲେ। ଆଉ ଯୋଉଠୁ ଯେମିତି କଣ କେତେଟା ମୁଁ ଆଉ ଠିକ ସେ କହିପାରିବିନି, କେତେ ଜଣଙ୍କୁ ନେଇକି ଜେଲରେ ଭରି କରିଦେଲେ। ଆଉ ଜେଲରେ ଭରି କରିଦେଇକିରି ତାପରେ ତାଙ୍କର ସେ ବସିଲେ। ପୋଲିସ ମାନେ ସେଇଠି ଥାଇକିରି ଉପସ୍ଥିତିରେ ମୋ ଛୁଆକୁ ସେଠି ମାରୁ ମାରୁ ଜୀବନରୁ ମାରିଦେଲେ। ପୋଲିସ ମାନେ ସେଠି ସବୁ ସମସ୍ତଙ୍କ ହାତରେ ପ୍ରମାଣ, ଆଖିରେ ପ୍ରମାଣ। ଆଉ ତାପରେ ତାଙ୍କୁ ବି କିଛି ଶାସ୍ତି ନାହିଁ କି ଦଣ୍ଡ ନାହିଁ କି କିଛି ନାହିଁ। ପୋଲିସ ମାନଙ୍କୁ ବି କିଛି ଦଣ୍ଡ ନାହିଁ। ନିଜେ ତ ତମେ ଆଖିରେ ତମ ଫୋନରୁ ତମେ ତ ଦେଖିପାରୁଥିବ। ପୋଲିସ ମାନେ ସେଠି ଉପସ୍ଥିତ ଥାଇକିରି ପୋଲିସ ବି ଗୋଇଠା ବି ମାରିଛନ୍ତି। ପୋଲିସ ମାନଙ୍କ ଉପସ୍ଥିତ ଥାଇକି ମୋ ଛୁଆକୁ ମରଡ ହେଇଛି। ଆଉ ଏଥିରେ ସବୁ ସେମାନଙ୍କର ହାତ ନାହିଁ କଣ? ସେମାନେ ମାରିବାକୁ ଷଡଯନ୍ତ୍ର କରିନଥିଲେ, କଣ କରିଥିଲେ? ଏଇଟା କଣ ଗୋଟେ ସଡନ ମରଡ ବୋଲିକି ଏଇଟା ଇଏ? ହେଇଥାଏ, ଏଇଟା ଷଡଯନ୍ତ୍ର ମର୍ଡର ହେଇଛି। ହୁଁ। ଏଇଟା ଷଡଯନ୍ତ୍ର ମର୍ଡର ହେଇଛି। 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 ଏଇଟା ଷଡଯନ୍ତ୍ର ମର୍ଡର ହେଇଛି।
ଆପଣଙ୍କର ଆରମ୍ଭରୁ ଦାବି ଥିଲା ଯେ ସିବିଆଇ ତଦନ୍ତ କରାଯାଉ, କିନ୍ତୁ ୟା ଭିତରେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଛି ଏବଂ ତଦନ୍ତ ପରେ ଇଏ ତ ଆକ୍ସନ ନିଆଗଲାଣି। ଏବେ ସସ୍ପେଣ୍ଡ କରାଯାଇଥିବାର ଖବର ବି ଆସିଲାଣି। ଏବେ କ୍ରାଇମବ୍ରାଞ୍ଚର ତଦନ୍ତ ଯେଉଁଭଳି ଭାବରେ ଗତିଶୀଳ ହେଉଛି, ଏଥିରେ ଆପଣ ସନ୍ତୁଷ୍ଟ ଯେ ହଁ ଆଗକୁ ହୁଏତ କ୍ରାଇମବ୍ରାଞ୍ଚ ଠିକ ତଦନ୍ତ କରୁଛି ଏବଂ କରିବ ବି? ଆଜ୍ଞା କବିତା ମ୍ୟାଡାମ ଶୁଣିପାରୁଛନ୍ତି? ଆଜ୍ଞା କହିଲେ ଟିକେ। ମୁଁ କହିଲି କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ ଯେଭଳି ଭାବରେ ତଦନ୍ତ କରୁଛି, ଯେମିତିକି ଏବେ ଦୟାଲ ଗଙ୍ଗୱାରଙ୍କୁ ସସ୍ପେଣ୍ଡ କରାଯାଇଥିବାର ଖବର ଆସୁଛି, ହୁଏତ ବଳିଷ୍ଠ ପ୍ରମାଣ ବି ମିଳିଥିବ, ତ ଆପଣ ସନ୍ତୁଷ୍ଟ ହେବେ ଯେ ନାଇଁ କ୍ରାଇମବ୍ରାଞ୍ଚ ଠିକଠାକ ତଦନ୍ତ କରୁଛି, ଆଗକୁ ବି କରିବ? ମାନେ ସନ୍ତୁଷ୍ଟ ମାନେ ସେମିତି ସନ୍ତୁଷ୍ଟ ନୁହଁ, ସେମିତି ସନ୍ତୁଷ୍ଟ ନୁହଁ। ମୁଁ ତାଙ୍କ ଉପରେ ମୋର ବି କିଛି ମୁଁ ଇଏ କରୁନି, ତାଙ୍କୁ ହାତ ଗୋଡ ଧରିକିରି କହୁଛି, ମୁଁ କାନି ପାତିକି ମାଗିକି କହୁଛି ଯେ ସିଏ ମୋର କେସ୍ ଟା ମାନେ ସିବିଆଇ କି ସେ ଦେଇ ଦିଅନ୍ତୁ। ଆଚ୍ଛା, କିନ୍ତୁ ଏବେ ଏବେ ତ କ୍ରାଇମବ୍ରାଞ୍ଚ ଆକ୍ସନ ନେବା ବି ଆରମ୍ଭ କରିଛି, କାହିଁକିନା ଏବେ ତଦନ୍ତ ଭିତରେ କିଛି ଦିନର ଏହି ତଦନ୍ତ ଭିତରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସସ୍ପେଣ୍ଡ ମଧ୍ୟ କରାଗଲାଣି। ସସ୍ପେଣ୍ଡ କରାଗଲେ ସେଟା ମୋର ଆତ୍ମା ଶାନ୍ତି ନୁହଁ। ସସ୍ପେଣ୍ଡ କରାଗଲା କଣ, ଏଇଟା କଣ ଗୋଟେ ଆପଣ ନିଜେ ଇଏ କରିକିରି କୁହ ଯେ ସସ୍ପେଣ୍ଡ କରାଗଲା, ସେଇଟା କଣ ମୋର ଆତ୍ମା ଶାନ୍ତି ନା ମୋ ପୁଅର ଆତ୍ମା ଶାନ୍ତି ନା କଣ? ମୋ କହିବା କଥା ସସ୍ପେଣ୍ଡ କେମିତି କରାଯାଇଥାନ୍ତା। ହଁ, ମୋ ପୁଅର ଯଦି ଗୋଡ ହାତ ଦିଟା ବି ହାଣି ଯାଇଥାନ୍ତେ ଆଉ ଦିଟା ବି ଥିଲେ, ମୁଁ ମୋ ପୁଅକୁ ଦେଖିକିରି ମୋ ଦିନ ସେଥିରେ ସସ୍ପେଣ୍ଡ ହେଇଥିଲେ ମୋ ଆତ୍ମାଟା ଶାନ୍ତି ହେଇଥାନ୍ତା। ବର୍ତ୍ତମାନ ତ ମୁଁ ମୋ ପୁଅକୁ ମୁଁ ଯୋଉ ଯନ୍ତ୍ରଣା ଭୋଗୁଛି ସେଇଟା ଏକା ଭଗବାନ ଛଡା କେହି ଜାଣିପାରିବେନି। ମୋ ଶରୀର ଭିତରେ ମୁଁ ଯୋଉ ଯନ୍ତ୍ରଣା ଭୋଗିକିରି ବଞ୍ଚିକି ରହିଛି, ଆଉ ତାଙ୍କ ସସ୍ପେଣ୍ଡ ଶୁଣିଲେ ମୁଁ କଣ ଖୁସି ହେବି, କଣ ପାଇଁ କି ଖୁସି ହେବି? ଆଜି ସସ୍ପେଣ୍ଡ ହେଇଛନ୍ତି, ତାଙ୍କର ଅଧା ଦରମା ବି ଆସିବ, ତାପରେ ତାଙ୍କର ଆଉ କିଛି ଦିନେ ଚାକିରି ପାଇବେ, ସେ ତ ଯାହା ସେଇଆ ହେଇକି ରହିବେ। ମୋର ସେଥିରେ କଣ ମୁଁ ପାଇବି କହିଲ? ମୋ ସେଥିରେ କଣ ମୋ ଆତ୍ମା ଶାନ୍ତି ନା ମୋ ପୁଅ ଆତ୍ମା ଶାନ୍ତି ନା ମୋ ଗାଁ ବାଲା ଆତ୍ମା ଶାନ୍ତି ନା ମୋ ସାରା ଭାରତ ଆତ୍ମା ଶାନ୍ତି? କାହାରି ଆତ୍ମା ଶାନ୍ତି ନୁହଁ। ଆଉ ମୋର ବିଶ୍ୱାସ ଅଛି ମୋ ଗ୍ରାମବାସୀ ମୋ ପାଖରେ ମୋ କରେ କରେ ଅଛନ୍ତି, ସାରା ଓଡିଶା ସାରା ଭାରତ ବି ମୋ କରେ କରେ ଅଛନ୍ତି, ସମସ୍ତେ ଅଛନ୍ତି। ଇଏ ଅନାଥ ମା ବାପା ମା ଦେଇକି ସମସ୍ତେ ଅଛନ୍ତି। ମୁଁ ଯୋଉଠିକି ଏକା ଯାହାକୁ ଡାକିବି ସମସ୍ତେ ଆସିକିରି ମୋ ପାଖରେ ଅନାଥ ପାଖରେ ସମସ୍ତେ ଛିଡା ହେବେ। କବିତା ମ୍ୟାଡାମ, ଇଏ ବଡ ଦୁଃଖଦ ଘଟଣା ଏବଂ ସୌମ୍ୟ ରଞ୍ଜନ ଆଉ ନାହାନ୍ତି, ଏଭଳି ଏକ ଘଟଣା ଘଟିଲା ଯେଉଁଥିରେ ସେ ମୃତ୍ୟୁବରଣ କଲେ। ଆମେ ମଧ୍ୟ ଦୁଃଖିତ, କିନ୍ତୁ ଯାହା ଘଟି ଯାଇଛି ତାହା ତ ଫେରି ପାରିବ ନାହିଁ। ଏବେ କଣ ଆପଣଙ୍କ ତରଫରୁ ଦାବି ରହିବ ଯେ ନାଇଁ ଏଇଆ ହେବା ଦରକାର? ଅବଶ୍ୟ ସସ୍ପେନ୍ସନ ହୋଇଛି। ଦାବି ଯୋଉମାନେ ମୋ ପୁଅକୁ ଷଡଯନ୍ତ୍ର କରିକିରି ମାରିଛନ୍ତି ସମସ୍ତଙ୍କୁ ଫାଶୀ ଦଣ୍ଡ ହେଲେ ମୋ ଆତ୍ମା ଶାନ୍ତି। ଆଜ୍ଞା, କାହିଁକି ନା ମୁଁ ମୋ ପୁଅକୁ ଆଉ ଦେଖି ପାରିବିନି। ମୁଁ ଯେମିତି ଯନ୍ତ୍ରଣା ଭୋଗୁଛି ସେମାନେ ଏ ଦୁନିଆରୁ ସେମିତି ହଟେଇ ଯାଆନ୍ତୁ, ତାଙ୍କୁ ସରକାର ସେମିତି ଆଇନ ସରକାର ତାଙ୍କୁ ସେମିତି ହଟେଇ ଦିଅନ୍ତୁ, ସେମିତି ତାଙ୍କ ପରିବାର ସେମିତି ମୋରି ଭଳି ଯନ୍ତ୍ରଣା ପାଆନ୍ତୁ। ओके, बहुत बहुत धन्यवाद आपनका समय এবং আলোচনা ପାଇଁ। ସୌମ୍ୟଙ୍କ ମା କବିତା ସ୍ୱାଇଁ ଆମ ସହିତ ଯୋଡ଼ି ହୋଇଥିଲେ ଏବଂ ବଡ଼ କୋହଭରା କଣ୍ଠରେ ହୁଏତ ସେ ତାଙ୍କର ଉତ୍ତର ମଧ୍ୟ ରଖୁଥିଲେ, କାହିଁକି ନା ନିଜ ପୁଅକୁ ହରାଇଛନ୍ତି, ଭେଣ୍ଡିଆ ପୁଅକୁ ହରାଇବା ପରେ ମର୍ମାହତ ହୋଇପଡ଼ିଛନ୍ତି। କିନ୍ତୁ ହଁ, ଟିକେ ଆଶ୍ୱସ୍ତତାଙ୍କୁ ମିଳିଛି, କାହିଁକି ନା ସସ୍ପେନ୍ସନ ହୋଇଛି, କିନ୍ତୁ ସସ୍ପେନ୍ସନରେ ସେ ଶାନ୍ତି ନୁହନ୍ତି ବା ସନ୍ତୁଷ୍ଟ ନୁହନ୍ତି, ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି। ସେବେଳେ ହୁଏତ ବଳିଷ୍ଠ ତଥ୍ୟ ପ୍ରମାଣ ମିଳିଛି ଦୟାଲ ଗଙ୍ଗୱାରଙ୍କ ବିରୋଧରେ, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ତାଙ୍କୁ ସସ୍ପେଣ୍ଡ କରାଯାଇଥିବାର ଖବର ମଧ୍ୟ ସାମ୍ନାକୁ ଆସୁଛି। ବରିଷ୍ଠ ଆଇପିଏସ୍ ଅଫିସର ଦୟାଲ ଗଙ୍ଗୱାର ସସ୍ପେଣ୍ଡ ହୋଇଛନ୍ତି, କାହିଁକି ନା ସୌମ୍ୟ ହତ୍ୟା ମାମଲା ଏବଂ ଇଏ କୋର୍ଟ ନା କୋର୍ଟ ପରେ ବିବାଦ ବଢିଥିଲା ଏବଂ ଏହା ପରେ ପ୍ରଶ୍ନ ଉଠୁଥିଲା କାର୍ଯ୍ୟାନୁଷ୍ଠାନ କଣ ନିଆଯାଉଛି। କିନ୍ତୁ ଇନିସିଆଲି ବର୍ତ୍ତମାନ ଯଦି ଦେଖିବା ତାହେଲେ କିଛି ପ୍ରମାଣ ମିଳିବା ପରେ ଏ ବଡ଼ ଆକ୍ସନ ନିଶ୍ଚିତ ଭାବରେ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ନିଆଯାଇଛି। ନିଶିକାନ୍ତ ମହାନ୍ତି ଆମ ସହିତ ମଧ୍ୟ ଯୋଡ଼ି ହୋଇଛନ୍ତି। ନିଶିକାନ୍ତ ବାବୁ, ଇଏ ଖବର ନିଶ୍ଚିତ ଭାବରେ ଟିକେ ଆପଣଙ୍କୁ ଆଶ୍ୱସ୍ତ ଦେଉଥାଇପାରେ ଯେ କ୍ରାଇମବ୍ରାଞ୍ଚର ତଦନ୍ତ ଚାଲିଛି, ଏନ୍ଏଚଆରସି ମଧ୍ୟ ତଦନ୍ତ କରି ଯାଇଛି। ସେବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଆଧାରରେ ହୁଏତ ଇଏ ଆକ୍ସନ ବି ନିଆଯାଇଛି ଯେ ଦୟାଲ ଗଙ୍ଗୱାର ବର୍ତ୍ତମାନ ସସ୍ପେଣ୍ଡ ହୋଇଛନ୍ତି। नमस्कार नमस्कार ओडिशावासी। आज्ञा टिके आश्वस्ति लगिला जमी आप कहते टिके आश्वस्ति लगिला कि आम सरकार एबे पदक्षेप नवा आरंभ कले, किंतु यह शेष नुहे, यह प्रारंभ। आम प्रथम सोपान पहुंचलु।
ଯେମିତି କି ସୌମ୍ୟର ବାପା ମା ଯାହା ଯାହା ଚାହୁଁଛନ୍ତି ସେଇ ହିସାବରେ ଆମେ ତ କହିବାନି କି ସେମାନେ ଯାହା ଚାହୁଁଛନ୍ତି ସେୟା ହଉ। ଆମେ ଚାହୁଁଛୁ ଯାହା ନ୍ୟାୟ ସେ ନ୍ୟାୟ ତାଙ୍କୁ ଦିଆଯାଉ। ନ୍ୟାୟର ପ୍ରଥମ ସୋପାନରେ ଆମେ ପହଞ୍ଚିଛୁ। ଭରସା ଅଛି ସୌମ୍ୟକୁ ନ୍ୟାୟ ନିଶ୍ଚିନ୍ତ ରୂପରେ ମିଳିବ। ଆଜି ସାରା ଓଡ଼ିଶାବାସୀ ଆଉ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛି। ଆପଣମାନଙ୍କର ପ୍ରଚେଷ୍ଟା ଓଡ଼ିଶାବାସୀଙ୍କର ସପୋର୍ଟ ପାଇଁ ଭଗବାନଙ୍କୁ ଡାକିଥିଲେ ସମସ୍ତେ। ତେଣୁ ଆଜି ଆମେ ପ୍ରଥମ ସୋପାନରେ ପହଞ୍ଚିଛୁ। ଏବେ ଟିକେ ଆଶ୍ୱସ୍ତି ଲାଗୁଛି ଆଉ ଆମେ ଭାବି ପାରୁଛୁ କି ଆଗକୁ ଯାଇକି ଆମେ ନ୍ୟାୟ ପାଇପାରିବୁ। ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ଓଡ଼ିଶାବାସୀଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଓଡ଼ିଶାବାସୀ। ଧନ୍ୟବାଦ ଆପଣଙ୍କ ସମୟ ଏବଂ ଆଲୋଚନା ପାଇଁ। ନିଶିକାନ୍ତ ମହାନ୍ତି ସୌମ୍ୟଙ୍କର ସାଙ୍ଗ ଆମ ସହିତ ଯୋଡ଼ିଥିଲେ ଏବଂ ସେ ମଧ୍ୟ ଆଶା ରଖୁଛନ୍ତି ଯେ ତଦନ୍ତ ଠିକ୍ ବାଟରେ ଯାଉଛି ଆଗକୁ ମଧ୍ୟ ଯିବ। ଧନ୍ୟବାଦ ଆପଣଙ୍କ ସମୟ ଏବଂ ଆଲୋଚନା ପାଇଁ। ସେପଟେ ଯେ ଦେଖିବା ନିଶ୍ଚିତ ଭାବରେ ବଡ଼ ଆକ୍ସନ୍ ହୋଇଛି ସୌମ୍ୟଙ୍କ ହତ୍ୟା ପରେ କୋଉଠି ନା କୋଉଠି ବଡ଼ ପ୍ରଶ୍ନ ଉଠୁଥିଲା ଏବଂ ପରିବାର ଲୋକେ ମଧ୍ୟ ସାଂଘାତିକ ଅଭିଯୋଗ ଆଣୁଥିଲେ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବ୍ୟକ୍ତିଗତ କାମରେ ତାଙ୍କୁ କିଭଳି ଭାବରେ ନିୟୋଜିତ କରାଯାଉଥିଲା ଏବଂ ସୌମ୍ୟ ମେଣ୍ଟାଲ ଷ୍ଟ୍ରେସ୍ରେ ଥିଲେ ଯାହାଫଳରେ ଏ ସବୁ ଘଟଣା ଘଟିଗଲା ଏବଂ ତାପରେ ଯେ ଦେଖିବା ଆକ୍ସନ କିଭଳି ଭାବରେ ନିଆଯାଉଛି ତାପରେ ତ ନଜର ଥିଲା କିନ୍ତୁ ଏବେ ଏ ଖବର ସାମ୍ନାକୁ ଆସିଲା ଯେ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବଡ଼ ଆକ୍ସନ ତାଙ୍କୁ ସସ୍ପେଣ୍ଡ କରାଯାଇଛି। ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତ ଆଗକୁ କେମିତି ଯାଉଛି ବା ଗତିଶୀଳ କରୁଛି ତାପରେ ମଧ୍ୟ ସମସ୍ତଙ୍କର ନଜର